ତାମିଲନାଡୁରେ ଦ୍ରାବିଡ ଆନ୍ଦୋଳନରୁ ଜନ୍ମ ନେଲା ଡିଏମକେ ଆଉ ଏଆଇଏଡିଏମକେ। ଆନ୍ଧ୍ରପ୍ରଦେଶରେ ତେଲୁଗୁ ଅସ୍ମିତାକୁ ନେଇ ଏନ୍ଟି ରାମାରାଓ ଗଠନ କଲେ ତେଲୁଗୁ ଦେଶମ ପାର୍ଟି। ପଞ୍ଜାବରେ ଶିରୋମଣି ଅକାଳୀ ଦଳ ଏବଂ ପରବର୍ତ୍ତୀ ସମୟରେ ଉତ୍ତରପ୍ରଦେଶରେ ମୁଲାୟମ ସିଂ ଯାଦବଙ୍କ ସମାଜବାଦୀ ପାର୍ଟି, ବିହାରରେ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି, ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କର ବିଜୁ ଜନତା ଦଳ, ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଭଳି ଦଳଗୁଡ଼ିକ ଆଞ୍ଚଳିକ ଶକ୍ତି ଭାବେ ଉଭା ହେଲେ। ଏହି ନେତାମାନେ ତଳ ସ୍ତରରେ ଏତେ ଲୋକପ୍ରିୟ ଥିଲେ ଯେ ସେମାନଙ୍କୁ ନିଜ ନିଜ ରାଜ୍ୟର ଅଘୋଷିତ ସମ୍ରାଟ କୁହାଯାଉଥିଲା। ଏହି ଆଞ୍ଚଳିକ ଦଳଗୁଡ଼ିକର ସବୁଠାରୁ ବଡ଼ ଦୁର୍ବଳତା ଥିଲା ପରିବାରବାଦ ବା ୱାନ୍ ମ୍ୟାନ୍ ଶୋ। ଦଳର ପ୍ରତିଷ୍ଠାତା ଯେପର୍ଯ୍ୟନ୍ତ ଜୀବିତ ବା ସକ୍ରିୟ ଥିଲେ ସେ ପର୍ଯ୍ୟନ୍ତ ଦଳ ମଜବୁତ ଥିଲା, କିନ୍ତୁ ଯେତେବେଳେ ସେମାନଙ୍କର ବୟସ ହେଲା ଏବଂ ନିଜର ଉତ୍ତରାଧିକାରୀ ବାଛିବା ସମୟ ଆସିଲା ସେତେବେଳେ ଘର ଭିତରୁ ହିଁ ବିଦ୍ରୋହ ଆରମ୍ଭ ହୋଇଗଲା। ଆସନ୍ତୁ ନଜର ପକାଇବା ଏମିତି କିଛି ବଡ଼ ରାଜନୈତିକ ଉଦାହରଣ ଉପରେ। ଏହି ଆଞ୍ଚଳିକ ଦଳମାନଙ୍କ ଭିତରୁ ଏବେ ଟିଏମସି ବଡ଼ ଚର୍ଚ୍ଚାରେ ରହିଛି, କାରଣ ଗତ ମାସରେ ନିର୍ବାଚନ ହାରିବା ପରେ ଏବେ ଦଳ ଏହାର ଉତ୍ତରାଧିକାରୀକୁ ନେଇ ବଡ଼ ସମସ୍ୟାରେ ପଡ଼ିଛି। ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ଟିଏମସିର ଭବିଷ୍ୟତ ନେତା ବୋଲି କୁହାଯାଉଛି। ତାଙ୍କୁ ବିରୋଧ କରି 80 ଜଣ ବିଧାୟକମାନଙ୍କ ମଧ୍ୟରୁ 60 ଜଣ ବିଧାୟକ ଏବଂ ଲୋକସଭାରେ 29 ଜଣ ସାଂସଦଙ୍କ ମଧ୍ୟରୁ 20 ଜଣ ସାଂସଦ ଅଲଗା ହୋଇ ପାର୍ଟି ଉପରେ କବ୍ଜା କରିବାକୁ ଯାଉଛନ୍ତି। ରାଜ୍ୟସଭା ଏବଂ ଲୋକସଭାର ମୋଟ 42 ଜଣ ସାଂସଦଙ୍କ ମଧ୍ୟରୁ ପ୍ରାୟ 35 ଜଣ ଏହି ବିଦ୍ରୋହୀ ଗୋଷ୍ଠୀରେ ଯୋଗ ଦେଇପାରନ୍ତି ବୋଲି ଆଲୋଚନା ହେଉଛି। ଆଗକୁ କ'ଣ ହେବ ତାହା ଖୁବ୍ ଶୀଘ୍ର ଜଣାପଡ଼ିବ, କାରଣ ଟିଏମସିର 60 ଜଣ ବିଧାୟକ ମମତାଙ୍କ ନିଷ୍ପତ୍ତି ବିରୋଧରେ ଯାଇ ନିଜର ବିଧାୟକ ଦଳ ନେତା ବାଛି ସାରିଛନ୍ତି ଏବଂ ବାଚସ୍ପତି ଏହାକୁ ସ୍ୱୀକୃତି ମଧ୍ୟ ଦେଇସାରିଛନ୍ତି। ଆଞ୍ଚଳିକ ଦଳ ଭାଙ୍ଗିବାର ସବୁଠାରୁ ବଡ଼ ଏବଂ ପ୍ରଥମ ଐତିହାସିକ ଉଦାହରଣ ହେଉଛି ଆନ୍ଧ୍ରପ୍ରଦେଶର ତେଲୁଗୁ ଦେଶମ ପାର୍ଟି। ଏହାର ପ୍ରତିଷ୍ଠାତା ଏନ୍ଟି ରାମାରାଓ ସେଠାରେ ଭଗବାନଙ୍କ ଭଳି ପୂଜା ପାଉଥିଲେ, କିନ୍ତୁ 1995 ମସିହାରେ ତାଙ୍କର ଦ୍ୱିତୀୟ ପତ୍ନୀ ଲକ୍ଷ୍ମୀ ପାର୍ବତୀଙ୍କର ଦଳ ଭିତରେ ପ୍ରଭାବ ବଢ଼ାଇବାକୁ ନେଇ ପରିବାରରେ କନ୍ଦଳ ସୃଷ୍ଟି ହେଲା। ଏନ୍ଟି ରାମାରାଓଙ୍କ ଜାମାତା ଚନ୍ଦ୍ରବାବୁ ନାଇଡୁ ଏହାର ସୁଯୋଗ ନେଇ ଦଳର ଅଧିକାଂଶ ବିଧାୟକଙ୍କୁ ନିଜ ଆଡ଼କୁ ଆଣିଲେ। ନିଜ ଶ୍ୱଶୁର ଏନ୍ଟି ରାମାରାଓଙ୍କୁ କ୍ଷମତାରୁ ହଟାଇ ନିଜେ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ପାଲଟିଗଲେ। ଏହି ଧକ୍କାକୁ ଏନ୍ଟି ରାମାରାଓ ସହ୍ୟ କରିପାରିନଥିଲେ। ପରବର୍ତ୍ତୀ ସମୟରେ ଏହି ପୃଥିବୀ ଛାଡ଼ି ଚାଲିଯାଇଥିଲେ। ତାମିଲନାଡୁରେ ଡିଏମକେ ଗୋଟିଏ ବଡ଼ ଆନ୍ଦୋଳନରୁ ଆସିଥିବା ଦଳ। ପେରିୟାର, ଆନାଦୁରେଇ, କରୁଣାନିଧିଙ୍କୁ ନେଇ ଏହି ଦଳ ଦକ୍ଷିଣ ଭାରତର ରାଜନୀତିକୁ ବଦଳାଇ ଦେଇଥିଲା, କିନ୍ତୁ ଏଠି ମଧ୍ୟ ଉତ୍ତରାଧିକାରୀ ରାଜନୀତି ଆସିଲା। କରୁଣାନିଧିଙ୍କ ପରେ ଷ୍ଟାଲିନ, ଏବେ ଆଲୋଚନା ହେଉଛି ଷ୍ଟାଲିନଙ୍କ ପରେ ଉଦୟନିଧି ଷ୍ଟାଲିନ। ଅର୍ଥାତ୍ ଦଳରେ ନେତୃତ୍ୱ ଗୋଟିଏ ପରିବାର ଭିତରେ ହିଁ ଘୁରୁଛି। ଏହା ଲୋକତନ୍ତ୍ର ନା ରାଜନୀତିକ ରାଜତନ୍ତ୍ର?